ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା ବ୍ୟକ୍ତିଗତ ବିଘଟନର କାରଣ, ତାର କାରଣ ସହିତ ତାର ଅର୍ଥ ଏବଂ ତାର ସଂଜ୍ଞା ମଧ୍ୟ ଦେଖିନେବା। ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍ ହେଲା। ତ ଏହାର ପୂର୍ବ ଭିଡ଼ିଓ ଯେଉଁମାନେ ସବୁ ଦେଖିନ ଡେସ୍କ୍ରିପସନ୍ ବକ୍ସରେ ତା ଲିଙ୍କ୍ ଅଛି, ଦେଖି ନିଅନ୍ତୁ। ତା ସହିତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। ଯଦି ଭିଡ଼ିଓଟି ଭଲ ଅଛି ତେବେ ୟେସ୍ କରି ଗୋଟେ କମେଣ୍ଟ କରିଦେବେ, ଯଦି ଭଲ ନାହିଁ ତେବେ ନୋ କରି ମଧ୍ୟ ଗୋଟେ କମେଣ୍ଟ କରି କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାଇବେ। ହେଲା, କ'ଣ ଦେଖିବା ନା ବ୍ୟକ୍ତିଗତ ବିଘଟନର କାରଣ ପୂର୍ବରୁ ପ୍ରଥମେ ଦେଖିବା ତାର ଅର୍ଥ। ବ୍ୟକ୍ତିଗତ ବିଘଟନ କ'ଣ? ବର୍ତ୍ତମାନ ଯୁଗରେ ବ୍ୟକ୍ତିତ୍ୱ ବିଘଟନ ପ୍ରକ୍ରିୟାଟି ପ୍ରାୟ ପ୍ରତ୍ୟେକ ସମାଜରେ ଦେଖାଯାଏ। କ'ଣ ପ୍ରତ୍ୟେକ ସମାଜରେ କେଉଁମାନେ ରୁହନ୍ତି? ବ୍ୟକ୍ତିମାନେ ହିଁ ସମାଜରେ ରୁହନ୍ତି। ତ କ'ଣ ନା ପ୍ରତ୍ୟେକ ସମାଜରେ ବ୍ୟକ୍ତିଗତ ବିଘଟନ କ'ଣ ଦେଖାଯାଏ? ବ୍ୟକ୍ତିମାନେ କ'ଣ ବିଘଟିତ ହୋଇଥିବାର କ'ଣ ଦେଖାଯାଇଥାନ୍ତି। ପୁରାତନ ସମାଜ ଅଧିକ ଭାବେ କୃଷିଭିତ୍ତିକ ଥିଲା ଏବଂ ଏଥିରେ ପ୍ରଥା, ପରମ୍ପରା, ଲୋକରୀତି, ନୀତି ନିୟମ ଗୁଡ଼ିକ କ'ଣ ଲୋକମାନଙ୍କର ଆଚରଣକୁ ପରିଚାଳନା କରୁଥିଲା। ତାର ବ୍ୟବହାର ସେ କ'ଣ ପରିଚାଳନା କରୁଥିଲା। କ'ଣ ନା ପୁରାତନ କାଳରେ କ'ଣ ସବୁ କୃଷି ଭିତ୍ତିକ ଥିଲା। ତାଙ୍କୁ ଉପରେ ନିର୍ଭର ମାନେ ଚଳୁଥିଲେ, କୃଷି ଉପରେ ନିର୍ଭର, ତାଙ୍କର କ'ଣ ଜୀବିକା ନିର୍ବାହ କରୁଥିଲେ। ଏବଂ କ'ଣ ଲୋକନୀତି, ପ୍ରଥା, ପରମ୍ପରା ଇତ୍ୟାଦି ସେମାନେ ମାନୁଥାନ୍ତି ଏବଂ ସେଇଟା କ'ଣ ନା ତାଙ୍କର କ'ଣ ବ୍ୟବହାର କ'ଣ ପରିଚାଳନା ମଧ୍ୟ କରୁଥିଲା। କିନ୍ତୁ ଏହା କ'ଣ ନା ତୁଳନାତ୍ମକ ଭାବେ କ'ଣ ଶାନ୍ତିପୂର୍ଣ୍ଣ ଥିଲା। କ'ଣ ସେ ପ୍ରକୃତି କୂଳରେ ସେମାନେ ବାସ କରୁଥିଲେ, ପ୍ରକୃତିରୁ ଯାହା ମିଳିଲା ସେମାନେ ସେତିକରେ କ'ଣ ସନ୍ତୁଷ୍ଟ ହେଉଥିଲେ, ଯାହାଦ୍ୱାରା କ'ଣ ଶାନ୍ତିପୂର୍ଣ୍ଣ ଜୀବନଯାପନ ସେମାନେ କ'ଣ କରୁଥିଲେ। କିନ୍ତୁ ଆଧୁନିକୀକରଣ, ଔଦ୍ୟୋଗିକରଣ ଏବଂ ପୌରୀକରଣର ଦ୍ରୁତ ପ୍ରସାର ଯୋଗୁଁ ପ୍ରାଚୀନ ସାମାଜିକ ସମ୍ପର୍କ ଛିନ୍ନ ବିଚ୍ଛିନ୍ନ ହୋଇଯାଇଛି। କ'ଣ ଆଧୁନିକରଣ, ଔଦ୍ୟୋଗିକରଣ ଏବଂ ପୌରୀକରଣ ଯୋଗୁଁ କ'ଣ ନା ଯେଉଁ ପ୍ରାଚୀନ ସାମାଜିକ ସମ୍ପର୍କ ଯେଉଁ ଥିଲା ସେଇଟା କ'ଣ ନା ଛିନ୍ନ ବିଚ୍ଛିନ୍ନ କ'ଣ ଭାଙ୍ଗି ଯାଇଛି। ହେଲା, ପ୍ରଚଳିତ ଲୋକନୀତି, ଲୋକରୀତି, ଲୋକନିୟମ, ସାମାଜିକ ପ୍ରତିମାନ ଏବଂ ମାନଦଣ୍ଡକୁ ମାନି ଚଳିବା ପାଇଁ କ'ଣ ସମାଜର ସଦସ୍ୟମାନଙ୍କଠାରୁ ଆଶା କରିଥାନ୍ତି। ଯେଉଁ ସମାଜରେ ଯେଉଁ ଲୋକ ନୀତି ନିୟମ ଏବଂ ତା ପ୍ରଥା ପରମ୍ପରା ସବୁ ଯେଉଁ ମାନଦଣ୍ଡ ସବୁ ଅଛି ତାକୁ କ'ଣ ଲୋକମାନେ କିପରି ଭାବରେ ମାନି ଚଳିବେ ସେଇଟା କ'ଣ ନା ସମାଜ କ'ଣ ତାଙ୍କର କ'ଣ ଆଶା କରିଥାଏ ଯେ ଲୋକମାନେ ଏଇଟାକୁ କେମିତି ମାନିକି ଚଳିବେ। କିନ୍ତୁ ମାତ୍ର ବ୍ୟକ୍ତି ବେଳେବେଳେ ସମାଜର ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୋଇଥାଏ। ସମାଜରେ ଯାହା ତାର ସବୁ ଆବଶ୍ୟକ ଅଛି ସମାଜରେ ସେଇଟା ସେ କ'ଣ ନା ପୂରଣ କରିବା କ'ଣ ବିଫଳ ହୋଇଯାଇଥାଏ ଏବଂ ଏହା ଫଳରେ ବ୍ୟକ୍ତିତ୍ୱ ସମସ୍ୟା ଦେଖାଯାଇଥାଏ। ହେଲା, ଏବଂ ବ୍ୟକ୍ତି ବିଘଟିତ ମଧ୍ୟ କ'ଣ ହୋଇଯାଏ। ଯେତେବେଳେ ସେ କ'ଣ ସମାଜରେ ଯେତେବେଳେ ତାର କ'ଣ ଆବଶ୍ୟକତା ସେତେବେଳେ କ'ଣ ପୂର୍ଣ୍ଣ କରିପାରିନଥାଏ ସେତେବେଳେ କ'ଣ ନା ବ୍ୟକ୍ତିତ୍ୱ ବିଘଟନ ଦେଖାଯାଏ। କ'ଣ ବ୍ୟକ୍ତିତ୍ୱର ସମସ୍ୟା ଦେଖାଯାଏ, ଯାହାଦ୍ୱାରା କ'ଣ ବ୍ୟକ୍ତି ବିଘଟିତ କ'ଣ ହୋଇଯାଇଥାଏ। ଏବେ ଦେଖିବା ଏହାର ସଂଜ୍ଞା କ'ଣ ଅଛି ନା ଲେମର୍ଟଙ୍କ ମତରେ ବ୍ୟକ୍ତିଗତ ବିଘଟନ ହେଉଛି ଏକ ଅବସ୍ଥା ବା ପ୍ରକ୍ରିୟା ଯେଉଁଥିରେ ବ୍ୟକ୍ତି ତାର ମୁଖ୍ୟ ଭୂମିକାକୁ ଘେରି ରହିଥିବା ବ୍ୟବହାରରେ ସ୍ଥିରତା ଆଣିପାରେ ନାହିଁ। ଏହି ବିଘଟନ ପରିବର୍ତ୍ତନ କିମ୍ବା କ'ଣ ନିରବଚ୍ଛିନ୍ନ ମଧ୍ୟ କ'ଣ ହୋଇପାରେ। ହେଲା, ଏବେ ଦେଖିବା କ'ଣ ଏହାର କାରଣ, ବ୍ୟକ୍ତିଗତ ବିଘଟନ କାରଣ ଗୁଡ଼ିକ। ହେଲା, ପ୍ରଥମର କାରଣ କ'ଣ ରହିଲା ନା ବ୍ୟକ୍ତିଗତ ଅଭିବୃଦ୍ଧି ଓ ସାମାଜିକ ପ୍ରତିମାନର ସଂଘର୍ଷ। ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ତା ସହିତ କ'ଣ ସାମାଜିକ ପ୍ରତିମାନ କ'ଣ ସବୁ ସଂଘର୍ଷ ଯେଉଁ ହେଉଛି। ହେଲା, ସମୟର ପରିବର୍ତ୍ତନ, ସମାଜରେ ପରିବର୍ତ୍ତନ ସହିତ ମଣିଷର ମନୋବୃତ୍ତି ଏବଂ ସ୍ୱାର୍ଥରେ ମଧ୍ୟ କ'ଣ ପରିବର୍ତ୍ତନ ହୋଇଥାଏ। କ'ଣ ସମୟର ପରିବର୍ତ୍ତନ ସହିତ ସମାଜରେ କ'ଣ ପରିବର୍ତ୍ତନ ହୋଇଥାଏ, ତା ସହିତ କ'ଣ ମନୁଷ୍ୟର କ'ଣ ମନୋବୃତ୍ତି ଏବଂ ଭାବଧାରା ତାର ସ୍ୱାର୍ଥରେ ମଧ୍ୟ କ'ଣ ହେଲେ ପରିବର୍ତ୍ତନ ଘଟିଥାଏ। ପ୍ରତ୍ୟେକ ବ୍ୟକ୍ତି ସମାଜ ଦ୍ୱାରା ନିର୍ଦ୍ଧାରିତ ସୀମା ଭିତରେ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କ'ଣ ଚେଷ୍ଟା କରିଥାନ୍ତି। ସମାଜ ଯାହା ସବୁ ନୀତି ନିୟମ ରହିଛି ସେଇ ଭିତରେ ସୀମା ଭିତରେ ସେ ରହି କ'ଣ ନିଜର କ'ଣ ବ୍ୟବହାର ପ୍ରଦର୍ଶନ କରିବାକୁ ସେ କ'ଣ ନା ଚେଷ୍ଟା କରିଥାନ୍ତି। ମାତ୍ର ଅତ୍ୟଧିକ ଅଶାନ୍ତି ହୋଇ ମଣିଷ ସାମାଜିକ ପ୍ରତିମାନ ଗୁଡ଼ିକୁ କ'ଣ ଲଙ୍ଘନ କରିଥାଏ। ଯେତେବେଳେ ସେ କ'ଣ ଅଶାନ୍ତି ସୃଷ୍ଟି କରିଥାଏ, କୌଣସି ଜିନିଷ ତାକୁ ଯେତେବେଳେ କ'ଣ ଠିକ୍ ଭାବରେ ସେତେବେଳେ ଚଳିପାରିନଥାଏ, କୌଣସି ଜିନିଷ ତାକୁ ଯେତେବେଳେ ଅଶାନ୍ତି ହୋଇଥାଏ ସେତେବେଳେ ସେ କ'ଣ ନା ସେ ଯେଉଁ ନୀତି ନିୟମ ଗୁଡ଼ିକ ସେ କ'ଣ ମାନିବାକୁ କ'ଣ ମାନିନଥାଏ, ତାକୁ କ'ଣ ଉଲ୍ଲଙ୍ଘନ କରିଦେଇଥାଏ। ହେଲା, ଲଙ୍ଘନ କରିଥାଏ, ଯାହାଦ୍ୱାରା କ'ଣ ନା କ'ଣ ବ୍ୟକ୍ତି ମଧ୍ୟ କ'ଣ ବିଘଟନ ହୋଇଥାଏ। ଯେତେବେଳେ ମନୁଷ୍ୟର ଆବଶ୍ୟକତା ଓ ଇଚ୍ଛା ମଧ୍ୟରେ ସଂଘର୍ଷ ହୁଏ ସେ ନିଜ କ'ଣ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଯାଏ। ଯେତେବେଳେ କ'ଣ ନା ମନୁଷ୍ୟର ଆବଶ୍ୟକତା ଏବଂ ତାର ଇଚ୍ଛା, ଆବଶ୍ୟକତା କ'ଣ ତାର ରହିଛି ତ ତାର ଇଚ୍ଛା କ'ଣ ରହିଛି ସେଇ ଭିତରେ ଯେତେବେଳେ ସଂଘର୍ଷ ହୁଏ ସେତେବେଳେ ସେ କ'ଣ ନା ନିଜକୁ ସେ ନିୟନ୍ତ୍ରଣ କରିବାରେ କ'ଣ ଅସମର୍ଥ ହୋଇଯାଏ। ଫଳରେ କ'ଣ ନା ସେ ମଦ୍ୟପାନ, ନରହତ୍ୟା, ଧର୍ଷଣ, ଠକେଇ ଇତ୍ୟାଦିରେ କ'ଣ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଯାଇଥାଏ। ହେଲା, ତାର ଯେତେବେଳେ ଆବଶ୍ୟକ କ'ଣ ଅଛି ଏବଂ ତାର କ'ଣ ଇଚ୍ଛା କ'ଣ ତାର କୌଣସି ଇଚ୍ଛା ଥିବ ସେଇଟା ସେ କ'ଣ ପୂରଣ କରିପାରିନଥାଏ, ଯାହାଦ୍ୱାରା ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟ ଯେତେବେଳେ ସଂଘର୍ଷ ସୃଷ୍ଟି ହୋଇଥାଏ ସେତେବେଳେ ସେ କ'ଣ ନା ମଦ୍ୟପାନ, ନରହତ୍ୟା, ଧର୍ଷଣ ଇତ୍ୟାଦି କାମ କରିଥାଏ। ତାର ଆବଶ୍ୟକ ମନର ଟଙ୍କା, ତାର ମନର ଆବଶ୍ୟକତା ଟଙ୍କା ଅଛି, ତାର ଟଙ୍କା ବହୁତ ପରିମାଣ ଦରକାର ଆବଶ୍ୟକ ଅଛି। ହେଲେ ତାର ଇଚ୍ଛା ଥିବ କୌଣସି ଗୋଟେ କାମ କଲେ କିମ୍ବା କୌଣସି ଗୋଟେ ଚାକିରି କଲେ କିମ୍ବା କୌଣସି ଗୋଟେ ବ୍ୟବସାୟ କଲେ ତାର ଇଚ୍ଛାଟା କ'ଣ ମାନେ କ'ଣ ଆବଶ୍ୟକତା ପୂର୍ଣ୍ଣ ହୋଇପାରିବ ଟଙ୍କା।
ହେଲା ଟଙ୍କା ଦ୍ୱାରା ବିଭିନ୍ନ ପ୍ରକାର ଆବଶ୍ୟକତା ପୂରଣ ହେବ ନା ନାହିଁ। ତ ଯଦି ସେମାନେ କୌଣସି ଗୋଟେ କାର୍ଯ୍ୟରେ ସେ ନିଯୁକ୍ତି ହେଇପାରିବ ନାହିଁ, କୌଣସି କାମ ସେ କରିପାରିବ ନାହିଁ, ତା ଦ୍ୱାରା କ'ଣ ନା ଇଚ୍ଛା ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟରେ କ'ଣ ସଂଘର୍ଷ ସୃଷ୍ଟି ହେଲା ନାହିଁ, ଯାହାଦ୍ୱାରା ସେ କ'ଣ ନା ବିଭିନ୍ନ ପ୍ରକାର ମାନେ କ'ଣ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଥାଏ, ଯଥା କ'ଣ ନା ମଦ୍ୟପାନ, ନରହତ୍ୟା, ଧର୍ଷଣ, ଠକେଇ କାମ କରିଥାଏ ଇତ୍ୟାଦି। କ'ଣ ସେ କ'ଣ ଏଇସବୁ କାର୍ଯ୍ୟରେ ଲିପ୍ତ ରହିଥାଏ, ଯାହାଦ୍ୱାରା କ'ଣ ବ୍ୟକ୍ତି କ'ଣ ବିଘଟିତ ହୋଇଯାଇଥାଏ ହେଲା। ନେକ୍ସଟ ହେଲା କ'ଣ ବ୍ୟକ୍ତିଗତ ଅସାମର୍ଥ୍ୟ। ବ୍ୟକ୍ତିଗତ ଅସାମର୍ଥ୍ୟ ମାନେ କ'ଣ ଗୋଟେ ବ୍ୟକ୍ତି ଯେଉଁ କାମ କ'ଣ ସେ କ'ଣ ଦୁର୍ବଳ ହୋଇପଡ଼େ, କୌଣସି କାମ କରିପାରେ ନାହିଁ ହେଲା, ସେ କ'ଣ ବ୍ୟକ୍ତିଗତ ଅସାମର୍ଥ୍ୟ ତାର ଥାଏ, ସାମର୍ଥ୍ୟ ହୋଇନଥାଏ ସେ କୌଣସି ଗୋଟେ କାର୍ଯ୍ୟ କରିବା ପାଇଁ ହେଲା। କେତେକ ଶାରୀରିକ ଓ ମାନସିକ ତ୍ରୁଟି ଯୋଗୁଁ ବ୍ୟକ୍ତି ନିଜକୁ ଠିକ୍ ଭାବେ ଖାପ ଖୁଆଇ ଚଳିପାରି ନଥାଏ ହେଲା। କେତେକ ଶାରୀରିକ କ'ଣ ମାନସିକ ତ୍ରୁଟି ଯୋଗୁଁ ଅସୁବିଧା ଯୋଗୁଁ ସେ କ'ଣ ନା ଖାପ ଖୁଆଇ କ'ଣ ନିଜକୁ କ'ଣ ଠିକ୍ ଭାବରେ ଚଳିପାରିନଥାଏ ସମାଜରେ, ଯାହାଫଳରେ ସମାଜରେ ନିଜର ଭୂମିକାକୁ ଉପଯୁକ୍ତ ଭାବେ କ'ଣ ସମ୍ପାଦନ କରିପାରିନଥାନ୍ତି, ଅସମର୍ଥ ସେ ହୋଇଯାଇଥାଏ। ଫଳରେ ସେ କ'ଣ ନା ସାମାଜିକ ଜୀବନଧାରାରୁ ଦୂରେଇ ଯାଏ ଏବଂ କ'ଣ ସମାଜର ଜଣେ ଉତ୍ତମ ନାଗରିକ ହୋଇପାରେ ନାହିଁ। ସମାଜରେ ସେ କ'ଣ ଗୋଟେ ଉତ୍ତମ ନାଗରିକ ହୋଇପାରେ ନାହିଁ, କେଉଁଥିପାଇଁ ନା ବ୍ୟକ୍ତିଗତ ଅସାମର୍ଥ୍ୟ ଯୋଗୁଁ କୌଣସି କାମ ସେ କରିପାରିନଥାଏ, ତାର ସାମର୍ଥ୍ୟ ନଥାଏ ସେ କାମଟା କରିବା ପାଇଁ। ତ ସେ ତ ଗୋଟେ ଭଲ ବ୍ୟକ୍ତି ଭାବରେ କ'ଣ ପରିଗଣିତ ହୋଇପାରିବ କି ସମାଜରେ, ହୋଇପାରି ନଥାଏ, ଯାହାଦ୍ୱାରା ସେ କ'ଣ ନା ବ୍ୟକ୍ତି କ'ଣ ବିଘଟିତ ହୋଇଯାଇଥାଏ ହେଲା। ନେକ୍ସଟ ଆମର ପଏଣ୍ଟ କ'ଣ ରହିଲା ନା ମଦ୍ୟପ୍ରଥା ଓ ନିଶାଶକ୍ତି। ମଦ୍ୟପ୍ରଥା କ'ଣ ଯେଉଁ ମଦ ପିଉଛନ୍ତି, ନିଶାଶକ୍ତି ବିଭିନ୍ନ ପ୍ରକାର ଡ୍ରଗ୍ସ, ତା ସହିତ ଗଞ୍ଜେଇ ଇତ୍ୟାଦି ନିଶାଶକ୍ତି ଜିନିଷ ଗୁଡ଼ିକ ସେ କ'ଣ ପାନ କରୁଛନ୍ତି, ସେଇଟା କ'ଣ ମଦ୍ୟପ୍ରଥା ଓ ନିଶାଶକ୍ତ ହେଲା। ମଦ୍ୟପାନ ଓ ନିଶାଶକ୍ତ ବ୍ୟକ୍ତିଗତ ବିଘଟନ ଅନ୍ୟ ଏକ କାରଣ ଅଟେ। ବ୍ୟକ୍ତି କ'ଣ ବିଘଟିତ ହୋଇଯାଉଛି କେଉଁଥିପାଇଁ ନା ମଦ୍ୟପାନ କରିବା ସହିତ ତା ସହିତ କ'ଣ ନିଶାଶକ୍ତ କରିବା ଦ୍ୱାରା ହେଲା। ବର୍ତ୍ତମାନ ସମାଜରେ ବିଭିନ୍ନ କାରଣରୁ ବ୍ୟକ୍ତିମାନେ ନିଶା ସେବନ କରିଥାନ୍ତି। ନିଶାଶକ୍ତ ଓ ମଦ୍ୟପାନ ଉଭୟ ଶାରୀରିକ ଓ ମାନସିକ ଦକ୍ଷତା କ'ଣ ହ୍ରାସ କରିଥାଏ। ସେମାନେ ମାନସିକ ଭାରସାମ୍ୟ ହରାଇ ବସନ୍ତି ଓ ସମାଜର ନାନା ପ୍ରକାର ବିଶୃଙ୍ଖଳା ମଧ୍ୟ କ'ଣ ସୃଷ୍ଟି କରିଥାନ୍ତି। ବର୍ତ୍ତମାନ ସମୟରେ କ'ଣ ନା ବିଭିନ୍ନ ପ୍ରକାର କାରଣ କ'ଣ ସିନା ନିଶା କ'ଣ ସେବନ କରିଥାଏ, ବିଭିନ୍ନ ପ୍ରକାର କାରଣରୁ ସେ ସେବନ କରିଥାଏ। ତା ସହିତ କ'ଣ ବର୍ତ୍ତମାନ ସମୟରେ ଟ୍ରେଣ୍ଡ ଗୋଟେ ହେଲାଣି କ'ଣ ନା ମଦ୍ୟପାନ କରିବା ଗୋଟେ ଟ୍ରେଣ୍ଡ ହେଲାଣି, କ'ଣ ମାନେ ଜନ୍ମଦିନ ହେଲା ନହେଲେ କୌଣସି ଗୋଟେ ଚାକିରି ହେଇଗଲା କି ଯାହା ବି ହେଲେ ଗୋଟେ ପାର୍ଟି କରିବେ, ତା ସହିତ କ'ଣ ନା ମଦ ପିଇବେ, ତା ସହିତ ନିଶା ସେବନ କରିବେ। ଏଇଟା କ'ଣ ଟ୍ରେଣ୍ଡ ହେଇଗଲାଣି ବର୍ତ୍ତମାନ ସମୟରେ, ବୁଝୁଛନ୍ତି, ଯାହାକି କ'ଣ ବ୍ୟକ୍ତିକୁ କ'ଣ ବିଘଟନ କରିଦେଇଥାଏ। ସେଇଟା କ'ଣ ଭଲ ରାସ୍ତା ନିଏ କି ବ୍ୟକ୍ତି ନାହିଁ, ସେଇଟା କ'ଣ ବ୍ୟକ୍ତିକୁ କ'ଣ ବିଘଟନ କରିଦେଇଥାଏ ହେଲା। ତ ନେକ୍ସଟ ହେଲା କ'ଣ ସାମାଜିକ ବିଘଟନ। ସାମାଜିକ ବିଘଟନ ଅଧିକାଂଶ ଭାବେ ବ୍ୟକ୍ତିଗତ ବିଘଟନର କାରଣ ଅଟେ। କାରଣ କ'ଣ ସମାଜ ଏବଂ ବ୍ୟକ୍ତି ପରସ୍ପର କ'ଣ ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ ସଦୃଶ। ସମାଜ ଏବଂ ବ୍ୟକ୍ତି ଗୋଟିଏ ମୁଦ୍ରାର ଦୁଇ କ'ଣ ପାର୍ଶ୍ୱ ସଦୃଶ। କାରଣ ସମାଜ କାହାକୁ ନେଇ ଗଠିତ? ସମାଜ ଗଠିତ କେଉଁମାନଙ୍କୁ? ବ୍ୟକ୍ତିକୁ ନେଇ କ'ଣ ସମାଜ ଗଠିତ, ଏବଂ ବ୍ୟକ୍ତି ସମାଜ ବିନା ରହିପାରିବେ? କାରଣ ସମାଜରେ କ'ଣ ବ୍ୟକ୍ତିର ପ୍ରତ୍ୟେକ ଆବଶ୍ୟକ କ'ଣ ସମାଜ ଛାଡ଼ି ସେ କ'ଣ ରହିପାରିବ ନାହିଁ। ତ କ'ଣ ନା ବ୍ୟକ୍ତି ଏବଂ ସମାଜ ପରସ୍ପର କ'ଣ ନା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ସେହିପରି ଭାବରେ କ'ଣ ନା ସାମାଜିକ ବିଘଟନ ଅଧିକାଂଶ ଭାବେ ବ୍ୟକ୍ତିଗତ ବିଘଟନ କାରଣ। ଯେତେବେଳେ ସମାଜ ବିଘଟିତ ହୋଇଯାଇଥାଏ ସେତେବେଳେ କ'ଣ ବ୍ୟକ୍ତି ମଧ୍ୟ କ'ଣ ବିଘଟିତ ହୋଇଯାଇଥାଏ। ସମାଜରେ ସାମାଜିକ ବିଘଟନ ଦେଖାଦେଲେ ଏହା ଲୋକମାନଙ୍କର ଜୀବନ ଧାରଣ ପ୍ରଭାବିତ କରିଥାଏ ଏବଂ ସାମାଜିକ ପ୍ରତିମାନଙ୍କୁ ଲୋକେ ଲଙ୍ଘନ କରିଥାନ୍ତି। ଫଳରେ କ'ଣ ବ୍ୟକ୍ତିଗତ ବିଘଟନ ଦେଖାଯାଇଥାଏ ହେଲା। ତ ନେକ୍ସଟ ହେଲା କ'ଣ ନା ପରିବାର ବିଘଟନ। ପରିବାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନ ହୋଇଥାଏ। ଗୋଟେ କ'ଣ ପରିବାର କ'ଣ ଗୋଟେ ବ୍ୟକ୍ତି କ'ଣ ଜନ୍ମରୁ କ'ଣ ଯେତେବେଳେ ବଡ଼ ହୋଇଥାଏ ସେତେବେଳେ କ'ଣ ତାର ବ୍ୟକ୍ତିତ୍ୱକୁ କ'ଣ ପରିବାରରେ ହିଁ କ'ଣ ଗଠନ କରାଯାଇଥାଏ ହେଲା। ତାକୁ କିପରି ଭାବରେ ଶିକ୍ଷା ଦିଆହେବ, ସେ ସାମାଜିକରଣ ଆମେ ପଢ଼ିଥିଲେ କ'ଣ ସାମାଜିକରଣ ମାଧ୍ୟମରେ ତାର କ'ଣ ସେ କିପରି ଭାବରେ ବଢ଼ୁଛି, କ'ଣ ସବୁ ଭଲ ଶିକ୍ଷା କ'ଣ ପାଉଛି। ଯଦି ଖରାପ ପରିବାର ସେ ବଢ଼ିବ ତାହେଲେ ଖରାପ ଶିକ୍ଷାକୁ ସେ ଗ୍ରହଣ କରିବ, ଯଦି ଭଲ ପରିବାର ରହିବ ସେ କ'ଣ ଗୋଟେ ଭଲ ଶିକ୍ଷା ଗ୍ରହଣ କରିବ। ସେହିପରି ଭାବରେ କ'ଣ ନା ଯଦି ପରିବାରରେ ବିଘଟିତ ହୁଏ କ'ଣ ପରିବାରରେ ବ୍ୟକ୍ତିତ୍ୱ ଗଠନ ହୋଇଥାଏ। ଯଦି ପରିବାର ବିଘଟିତ ହୁଏ ତାହେଲେ ତାର ବ୍ୟକ୍ତିତ୍ୱ ଗଠନ ଠିକ୍ ଭାବରେ ହୋଇପାରୁନି। ଯଦି ଗୋଟେ ପରିବାର ବିଘଟିତ ହୋଇଯାଇଥିବ ତାର ଗୋଟେ ପିଲାକୁ ସେ କ'ଣ ଠିକ୍ ଶିକ୍ଷା ଦେଇପାରିବ କି? ଦେଇପାରିବ ନାହିଁ। ପରିବାରରେ ଅନ୍ତରଙ୍ଗ ସମ୍ପର୍କ ନଷ୍ଟ ହେଲେ ଏହା କ'ଣ ବିଘଟିତ ହୋଇଥାଏ। ଯଦି ପରିବାର ଲୋକମାନଙ୍କ ମଧ୍ୟରେ କ'ଣ ଅନ୍ତରଙ୍ଗ ସମ୍ପର୍କ ଠିକ୍ ଭାବରେ ରହିବନି ତାହେଲେ ପରିବାର ତ ବିଘଟିତ ହୋଇଯାଏ, ପରସ୍ପର ମଧ୍ୟରେ ସମ୍ପର୍କ ରହିବନି, ସବୁବେଳେ ହିଂସା ଭାବ ସୃଷ୍ଟି ହୋଇଥିବ ପରସ୍ପର ମଧ୍ୟରେ। ଏବଂ ଏହି ବିଘଟିତ ପରିବାରରେ ବାଲ୍ୟ ଅପରାଧୀ ସୃଷ୍ଟି ହୋଇଥାଏ। ପିଲାମାନେ କ'ଣ ସେମାନେ ଖରାପ ଶିକ୍ଷା ଗ୍ରହଣ କରିଥାନ୍ତି ହେଲା, ଯାହାଦ୍ୱାରା କ'ଣ ବାଲ୍ୟ ଅପରାଧୀ କ'ଣ ସୃଷ୍ଟି ହୋଇଥାଏ। ଭଗ୍ନ ପରିବାରର ପିଲାମାନଙ୍କର ଉପଯୁକ୍ତ ଯତ୍ନ ନ ନେଇ ପାରିଥାନ୍ତି। କ'ଣ ଭଗ୍ନ ପରିବାର ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଇପାରି ନଥାଏ। ଫଳରେ ସେମାନେ କ'ଣ ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି, ଯାହାକି କ'ଣ ବ୍ୟକ୍ତିଗତ ବିଘଟନ ସୃଷ୍ଟି କରିଥାଏ ହେଲା। ନେକ୍ସଟ ହେଲା କ'ଣ ମୂଲ୍ୟବୋଧରେ ସଙ୍କଟ।
संकट है सबु बयस सबु समय वयस्क एवं युवपीढ़ी मध्य भावना और चिंताधारा मध्य कौन पार्थक्य देखा जाए वयस्क पीढ़ी और युवपीढ़ी मध्य कौन पार्थक्य देखा आम जाने ना नहीं वयस्क पीढ़ी कौन मुख्यतः से कौन पसंद करेंगे ना जदि से कौन देह खराब है कि कौन असुविधा से कौन मेडिकल जावाक मैंने पसंद करेंगे मेडिकल आम कहीं जीव घरोई उपचार से करेंगे जो चेरमूलिक मैंने विभिन्न प्रकार औषध द्वारा से घरोई उपकरण द्वारा से घरोई उपचार द्वारा से कि ठीक भाव निज चेष्टा से कौन मेडिकल जावाक मैंने पसंद करेंगे जहाँद्वारा कौन युवपीढ़ी मैंने से पसंद कर कि घरोई उपचार को युवपीढ़ी मैंने पसंद कर ना से टी कहला मेडिकल जावा कि वयस्क पीढ़ी मैंने कौन ना से कौन असुविधा से कौन घरोई उपचार कर कौन से कौन से रोगटा से कौन ठीक करने चेष्टा करते से कौन ना युवपीढ़ी और वयस्क पीढ़ी मध्य सब कौन ना पार्थक्य देखा जाए है संघर्ष देखा जाए मध्य पार्थक्य देखा जाए फल से भावधारा संघर्ष देखा जाए से कौन भावना कौन संघर्ष देखा जाए चिंताधारा बेले बेले यही संघर्ष एपरि तीव्र होता है जे से कौन वयस्क मान विरोध में विद्रोह करते गृह त्याग कर कौन अन्यत्र जा रही था मुख्यतः कौन वयस्क लोक मैंने बर्तमान समय कौन ना पिला माने मद्यपान कर विभिन्न प्रकार ट्रेंडी जीवन यापन कर बुझ ना ना मद पीवा निशा सेवन करवा ड्रग्स ना एगुड़ा सब से कौन ट्रेंड है बर्तमान समय है कि वयस्क पीढ़ी मैंने से गुड़ा पसंद कर ना पसंद जदि तुम परिवार जदि किए जन से निशा सेवन करथिबो नहले जदि असामाजिक कार्य गुडी सेवन करूथिबो वयस्क व्यक्ति तांको प्रतिरोध करिबे ना नै जे तुम एटा करिया था नुह नाइ द सेमान जेतले वयस्क लोक माने सेमान जेतले बुझि थांते कि सेमान न बुझि करना सेतले सेमान मधे कोन संघर्ष देखा जाय हैला जहा दर सेमान कोन गृह को छाडी कि माने घर त्याग करि सेमान जे अन्यता मधे रहय कोन चेष्टा करथांते हैला सेमान मात्र रहय सेमान कोन चेष्टा करि सेमान सह रहय सेमान पसंद करथांते जाय कोन सेमान बाहर रहय कोन पसंद मधे करथांते हैला जहा दर कोन व्यक्ति कोन विघटित हो जाय थे तो नेक्स्ट रहा कौन ना लास्ट रहा कौन ना भूमिकार संघर्ष है समाज रे व्यक्ति को विभिन्न प्रकार भूमिका संपादन करा पड़ता है कौन समाज रे व्यक्ति को विभिन्न प्रकार भूमिका कौन संपादन करा पड़ता है बेले बेले भूमिका गुड़िक मध्य से समन्वय रखिबार समर्थ हो पारि न थाए भूमिका मध्य गोटे व्यक्ति कौन गोटे भूमिका संपादन कर दुईटी तीन से भूमिका संपादन करूँ जहाँ से कौन दुईटी जाक समर्थ मान समान भाव कौन तुले पारि न थाए फल कौन भूमिका गुड़िक मध्य संघर्ष देखा जाए यही भूमिका संघर्ष जो व्यक्तिगत विघटन कौन देखा जाए है तो किपर गोटे गोटे महिला मानकर गोटे महिला मानकर घरे मन कार्य कर मन बाहर गोटे चाकरी कर घर तो काम घर काम करा निश्चित भाव में पड़ो ना ना घर काम से प्रतिदिन करे सहित कौन बाहर जो चाकरी जो कर क्षेत्र चाकरी क्षेत्र में जावा पड़ो तो से प्रत्येक व्यक्ति कौन से ठीक भाव तुले पार्सुनि तुले पार ना ना केत व्यक्ति घर काम ठीक तुले पारा बेलू से तुले पार ना जहाँद्वारा से भर कौन संघर्ष देखा जाए है सहित कौन ना गोटे व्यक्ति कौन जब गोटे व्यक्ति जब वाणिज्य व्यवसाय कर वाणिज्य व्यवसाय क्षेत्र से ठीक भाव में कर से गोटे कौन उत्तम पति हेबार कौन भूमिका से कौन ठीक भाव तुले पार उत्तम पति हेबार से कौन भूमिका संपादन कर पार न थाए है से भाव में कौन भूमिकार संघर्ष देखा जाए है गोटे व्यक्ति जो दुईटी तीनोटी भूमिका संपादन करते से कौन ना दुईटी जाक भूमिका कौन ठीक भाव तुले पार न जहाँद्वारा कौन व्यक्ति कौन विघटित हो जाए है तो जब भिडियो भल लगे तब लाइक करूँ शेयर करना और जहाँ भी डाउट अच्छे कमेंट बॉक्स में लिखूँ ता सहित जिते शीघ्र हम नेक्स्ट वीडियो आने चेष्टा करी सहित जब भिडियो तुम भल लगा तब येस कर गोटे कमेंट कर दिंतु जदि भल लगा ना तब नो कर गोटे कमेंट कर दिंतु है तो मुझे जानवाक चाहूँगी तुम भल लगे कि ना तो जिते शीघ्र नेक्स्ट वीडियो आने चेष्टा करी रोचे जय जगन्नाथ।